ପ୍ରଥମେ କ'ଣ କରିବେ ନା ଭିଏନ୍ ଆପ୍‌କୁ ଓପନ୍ କରିବେ। ଭିଏନ୍ ଆପ୍ ଓପନ୍ କରିସାରିଲା ପରେ ତାପରେ କ'ଣ କରିବେ ନା କ୍ଲିକ୍ କରିବେ ପ୍ଲସ୍ ଆଇକନ୍‌କୁ। ପ୍ଲସ୍ ଆଇକନ୍ କ୍ଲିକ୍ କରିସାରିଲା ପରେ ନ୍ୟୁ ପ୍ରୋଜେକ୍ଟ ଉପରେ କ୍ଲିକ୍ କରିବେ। ନ୍ୟୁ ପ୍ରୋଜେକ୍ଟ କ୍ଲିକ୍ କରିସାରିଲା ପରେ ତାପରେ କ'ଣ କରିବେ ନା ସେଭ୍ ବଟନ୍‌କୁ ଆସିବେ। ସେଭ୍ ବଟନ୍ ଆସିସାରିଲା ପରେ ତାପରେ କ'ଣ କରିବେ ନା ତମର ଯୋଉ ଫଟୋ ସେଟିଂ ପାଇଁ ତମେ କ'ଣ କରିବ ନା କ୍ଲିକ୍ କରିବ କିଛି ଫଟୋକୁ। କ୍ଲିକ୍ କରିଲ। କ୍ଲିକ୍ କରିସାରିଲା ପରେ ଏଠୁ କ୍ଲିକ୍ କଲ। କ୍ଲିକ୍ କରିକି ନେକ୍ସଟକୁ କରିବ। ନେକ୍ସଟ କରିସାରିଲା ପରେ ଭିଡ଼ିଓ ବର୍ତ୍ତମାନ ଫଟୋ ସବୁ ଭିଡ଼ିଓକୁ ହବ। ତାପରେ ଆପଣ ଡିଜାଇନ୍ କରିବା ପାଇଁ ଚାହିଁଲେ ବର୍ତ୍ତମାନ କ'ଣ କରିବେ ନା ୟାକୁ ଡିଜାଇନ୍ ଉପରେ କରିପାରିବେ। ହେଇ ବର୍ତ୍ତମାନ ଡିଜାଇନ୍ ଆସିଗଲା। ପ୍ରତି ପ୍ଲସ୍ ଆଇକନ୍‌କୁ ଯଦି ଏଠି ଡିଜାଇନ୍ କରିବେ ତାହେଲେ ଡିଜାଇନ୍ ଆଇଟମ୍‌ରେ ଆସିଯାଉଛି ବର୍ତ୍ତମାନ ଦେଖିପାରୁଥିବେ କୋଉ ଭଳି ଭାବରେ ଡିଜାଇନ୍ ଆଇଟମ୍ ଆସୁଛି। ଏଇଭଳି ଭାବରେ ପ୍ଲସ୍ ଆଇକନ୍‌କୁ ତମେ ଡିଜାଇନ୍ ଆଇକନ୍‌ରେ ବିଭିନ୍ନ ପ୍ରକାର ଆଇଟମ୍‌ରେ ଯେମିତି ଡିଜାଇନ୍‌ରେ ବର୍ତ୍ତମାନ ଆସୁଛି ସେଇ ଅନୁସାରେ ଫଟୋକୁ କେମିତି ଆମେ ଭିଡ଼ିଓକୁ ଅପଲୋଡ୍ କରିବା। ଏ ଦେଖ ମଧ୍ୟ ସବୁ ପ୍ଲସ୍ ଚିହ୍ନରେ ଡିଜାଇନ୍ ଆସୁଛି ଦେଖିପାରୁଥିବେ। ବର୍ତ୍ତମାନ ଡିଜାଇନ୍ ଆସୁଛି ଆପଣ ଦେଖିପାରିଲେ। ତାପରେ ଲାଷ୍ଟକୁ ଯୋଉ ୱାଟର ମାର୍କ ଅଛି ତାକୁ ଡିଲିଟ୍ କରିବେ। ତାପରେ ଏଠି ଆପଣ ଯଦି ସର୍ଟ ଭିଡ଼ିଓ ବନାଉଛନ୍ତି କୋଉଥିରେ ରଖିବେ ନା 9.6 ରେ ରଖିବେ ନା 16 ବଡ଼ ଭିଡ଼ିଓ କରିବେ ନା ଲମ୍ବା ଭିଡ଼ିଓ କରିବା ପାଇଁ ଇନଷ୍ଟାଗ୍ରାମ ପକେଇବେ କି ସର୍ଟ ଭିଡ଼ିଓ କରିବା ପାଇଁ କରିବେ। ଯୋଉ ଟାଇପ୍‌ରେ ଆପଣ ଚାହିଁବେ ସେଇ ଟାଇପ୍‌ରେ ଆପଣ କରିପାରିବେ। ହେଲା କି? ବର୍ତ୍ତମାନ ମୁଁ ଏବେ ସର୍ଟ ଭିଡ଼ିଓ କରିବା ପାଇଁ ସର୍ଟ ଭିଡ଼ିଓ ନା ଲଙ୍ଗ ଭିଡ଼ିଓ କରିବା ପାଇଁ ବର୍ତ୍ତମାନ ମୁଁ 16 ଇଏ କରୁଛି। ଆପଣ ଚାହିଁଲେ ସର୍ଟ ଭିଡ଼ିଓ କରିପାରିବେ। ସର୍ଟ ଭିଡ଼ିଓ କରିବା ପାଇଁ ଆପଣ କ'ଣ କରିବେ ନା ଏଇଠି ଚେଞ୍ଜ କରିପାରିବେ। ବର୍ତ୍ତମାନ ଚେଞ୍ଜ କରିସାରିଲା ପରେ ୟାକୁ ସେଭ୍ କରିବେ। ତାପରେ କ'ଣ କରିବେ ନା ଯଦି କିଛି ମ୍ୟୁଜିକ୍ ଲଗେଇବା ପାଇଁ ଚାହିଁବେ ଏଠି ମ୍ୟୁଜିକ୍ ବି ଲଗେଇ ପାରିବେ। ହେଲା କି? ମ୍ୟୁଜିକ୍ କିଛି ଲଗେଇବା ପାଇଁ ଚାହିଁଲେ ମ୍ୟୁଜିକ୍ ମଧ୍ୟ ଲଗେଇ ପାରିବେ। ତେଣୁ ଯୋଉ ହିସାବରେ ଏଠି ମ୍ୟୁଜିକ୍ ମୁଁ ରଖିଛି ଏଠି କିଛି ମ୍ୟୁଜିକ୍ ଦେବି। ହେଲା କି? ଏଠି ବର୍ତ୍ତମାନ ମ୍ୟୁଜିକ୍ ଦେଲି। ହେଲା? ତାପରେ ବର୍ତ୍ତମାନ ସେ ଚାଲିବ। ବର୍ତ୍ତମାନ ମୁଁ ଷ୍ଟାର୍ଟ କରିବି ବର୍ତ୍ତମାନ। ଏଠି ମ୍ୟୁଜିକ୍ ଚାଲିଲା।